ଆପଣ ଯୋଉ କହୁଛନ୍ତି ଯେ କେବଳ ପୁଲୱାମା ଦିବସ ପାଇଁ ପାଳନ କରିବା ପାଇଁ ଶୌର୍ଯ୍ୟ ଦିବସ ବଳିଦାନ ଦିବସ ଶହୀଦ ଫେବୃଆରୀ 14 ତାରିଖରେ ସନ୍ତ୍ରାସବାଦୀ ମାନେ ଆତଙ୍କବାଦୀ ମାନେ ଏ ଦେଶର ସୈନିକ ମାନଙ୍କ ପାଇଁ ମାନଙ୍କୁ ନିର୍ମମ ଭାବରେ ହତ୍ୟା ଅତର୍କିତ ଭାବରେ ହତ୍ୟା କରିଥିଲେ। ସେଥିପାଇଁ ସେଇଟା ହଉଛି ଫେବୃଆରୀ 14 ହଉଛି ଆମର ବଳିଦାନ ଦିବସ। ଜାତୀୟ ବଳିଦାନ ଦିବସରେ ପାଳନ କରୁଛେ। ଯେମିତି ଡିସେମ୍ବର 6 ହଉଛି ଶୌର୍ଯ୍ୟ ଦିବସ, ଯେମିତି ଅଗଷ୍ଟ 9 9 କ୍ରାନ୍ତି ତାରିଖ ଦିବସ। ଆମେ କ୍ରାନ୍ତି ଦିବସ ଭାବରେ ସ୍ୱାଧୀନତା ପୂର୍ବରୁ ପାଳନ କରି ଆସୁଛେ ଅଗଷ୍ଟ କ୍ରାନ୍ତି ଦିବସ, ସେମିତି ଶୌର୍ଯ୍ୟ ଦିବସ ଡିସେମ୍ବର 6। କିନ୍ତୁ ଫେବୃଆରୀ 14 ହଉଛି ଆମର ବଳିଦାନ ଦିବସ ଏବଂ ଆଉ ଗୋଟେ ପକ୍ଷରେ ପିତୃମାତୃ ପୂଜନ ଉତ୍ସବ ବା ପିତୃମାତୃ ପୂଜନ ଦିବସ। ଆମେ ପିତୃମାତୃ ପୂଜନ ଯଦିଓ ସବୁଦିନ ବର୍ଷ ସାରା କରିବା କଥା, ସେଇ ଉପଲକ୍ଷେ ଗୋଟେ ଦିବସ ଆମେ ସ୍ମୃତି ରୂପରେ ରଖୁଛେ। ଆଉ ଅନ୍ୟ କଥା, ଅନ୍ୟ ପରମ୍ପରା, ଅନ୍ୟ କୋଉଠି କଣ ହଉଛି ସେ ବିଷୟ ଆମକୁ ପଚାରନ୍ତୁନି। ସମସ୍ତଙ୍କ ସ୍ୱାଧୀନତା ଅଛି, ସମସ୍ତେ ନିଜ ଢଙ୍ଗରେ ଏ ଜିନିଷ କରିପାରିବେ। ଭଲ ପାଇବା ଆଦୌ ଖରାପ କଥା ନୁହେଁ, ପ୍ରେମ କରିବା ଆଦୌ ଖରାପ କଥା ନୁହେଁ। ତ ରାଷ୍ଟ୍ର ପ୍ରେମ ହଉଛି ମଧ୍ୟ ଆଉ ଗୋଟେ ପ୍ରକାର ପ୍ରେମ, ଏବଂ ଆଧ୍ୟାତ୍ମିକ ପ୍ରେମ ଆଉ ଗୋଟେ ପ୍ରକାର ପ୍ରେମ, ଏବଂ ଏଇ ଯୋଉ ସ୍ନେହ ପ୍ରେମ ଇଏ ମଧ୍ୟ ଗୋଟେ ପ୍ରକାର ପ୍ରେମ। ତେବେ ବଙ୍କିମ ଚନ୍ଦ୍ର ଯୋଉ ପ୍ରେମ ଉଦ୍ଭୂତ ହୋଇଥିଲେ, ରାମକୃଷ୍ଣ ପରମହଂସ ଯୋଉ ପ୍ରେମ କରିଥିଲେ, ବିବେକାନନ୍ଦ ଯୋଉ ପ୍ରେମ ରାଷ୍ଟ୍ର ପ୍ରେମରେ ଉଦ୍ଭୁତ ହୋଇଥିଲେ, ଅରବିନ୍ଦ ଘୋଷ ଯୋଉ ରାଷ୍ଟ୍ର ପ୍ରେମରେ ଉଦ୍ଭୁତ ହୋଇ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିଥିଲେ, ଲାଲ ବାଲ ପାଲ ଯୋଉ ରାଷ୍ଟ୍ର ପ୍ରେମରେ ଉଦ୍ଭୁତ ହୋଇଥିଲେ, ତ ଆମର ମଦନ ମୋହନ ମାଲବ୍ୟ ଯୋଉ ପ୍ରକାରର ରାଷ୍ଟ୍ର ପ୍ରେମରେ ଉଦ୍ଭୁତ ହୋଇ ଦେଶ ମାତୃର ସେବା କରିଛନ୍ତି। ଆମେ ବିଶେଷ କରି ବର୍ତ୍ତମାନ ଆବଶ୍ୟକତା ଅଛି ରାଷ୍ଟ୍ର ପ୍ରେମ। ତ ରାଷ୍ଟ୍ର ପ୍ରେମକୁ ଆମେ ପାଥେୟ କରି ବଢିବା ଉଚିତ। ବାକି ଆଧ୍ୟାତ୍ମିକ ପ୍ରେମ ବା ଅନ୍ୟାନ୍ୟ ପ୍ରେମ ରହୁ, କିଛି ପ୍ରୟାସ ନାହିଁ। ସେଟା ହଉଛି ସାମାଜିକ ପରମ୍ପରା, ତା ଭିତରେ ଆମେ ପାଳନ କରିବା ନାହିଁ କି କୌଣସି ପ୍ରକାର ନିୟମ ମାନେ ପାଳନ କରିବା ଉଚିତ ନୁହେଁ। ତ ସବୁ ପ୍ରକାର ଡେ ଚାଲୁ, ତା ସାଙ୍ଗରେ ଆଜିର ଦିନରେ ମଧ୍ୟ ସେଇଟାକୁ ରକ୍ଷା ସଙ୍ଗେ ସଙ୍ଗେ ପିତୃମାତୃ ପୂଜନ ଉତ୍ସବ ବା ପୂଜନ ଦିବସ ଭାବରେ ମଧ୍ୟ ପାଳନ କରାଯାଉ, ଏବଂ ଯାହାକି ପାଳନ କରାଯାଉଛି। ଏବଂ ଆମର ଯୋଉଟା ପୁଲୱାମାରେ ଯୋଉ ଆତଙ୍କବାଦୀ ମାନଙ୍କ ଦ୍ଵାରା ସୈନିକ ମାନଙ୍କ ଉପରେ ଆକ୍ରମଣ, ଅତ୍ୟନ୍ତ ଆକ୍ରମଣ ନିହତ କରାଯାଇଛି, ସେଥିପାଇଁ ଜାତୀୟ ବଳିଦାନ ଦିବସ ରୂପରେ ଫେବୃଆରୀ 14 ପାଳନ କରାଯାଏ।